ଯାତ୍ରା ପୁସ୍ତକ 26 ପର୍ବ। ଆହୁରି ତୁମେ 10 ଯବନିକା ଦ୍ୱାରା ଆବାସ ପ୍ରସ୍ତୁତ କରିବ। ସେହିସବୁ ଯବନିକା ଶୁଭ୍ର, କ୍ଷୋମ ଓ ନୀଳ, ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ସୂତ୍ରରେ ନିର୍ମିତ ହେବ। ତୈଳ ଶିଳ୍ପିତ କିରୁବମାନଙ୍କର ଆକୃତି ରହିବ। ସେହି ପ୍ରତ୍ୟେକ ଯବନିକା 28 ହସ୍ତ ଦୀର୍ଘ ଓ 4 ହସ୍ତ ପ୍ରସ୍ଥ ସମସ୍ତ ଯବନିକାର ଏକ ପରିମାଣ ହେବ। ପୁଣି ଏକତ୍ର 5 ଯବନିକାର ପରସ୍ପର ଯୋଗ ରହିବ, ଆଉ ଅବଶିଷ୍ଟ 5 ଯବନିକାର ପରସ୍ପର ଯୋଗ ରହିବ। ଆଉ ଯୋଡ଼ା ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ନୀଳ ସୂତ୍ରର ଗୁଣ୍ଡିଘରା କରିବ ଓ ଯୋଡ଼ା ସ୍ଥାନରେ ଦ୍ୱିତୀୟ ଅନ୍ତ୍ୟ ଯବନିକାର ଧଡ଼ିରେ ତଦ୍ରୂପ କରିବ। ଅର୍ଥାତ୍ ପ୍ରଥମ ଯବନିକାର ଧଡ଼ିରେ 50 ଗୁଣ୍ଡିଘରା କରିବ ଓ ଯୋଡ଼ା ସ୍ଥାନରେ ଦ୍ୱିତୀୟ ଯବନିକାର ଧଡ଼ିରେ 50 ଗୁଣ୍ଡିଘରା କରିବ। ସେହି 2 ଗୁଣ୍ଡିଘରା ଶ୍ରେଣୀ ପରସ୍ପର ସମ୍ମୁଖୀନ ରହିବ। ପୁଣି 50 ସ୍ୱର୍ଣ୍ଣ ଘୁଣ୍ଡି କରି ଘୁଣ୍ଡିରେ ଯବନିକା ସକଳ ପରସ୍ପର ଯୋଡ଼ିବ। ତହିଁର ଏକ ଆବାସ ହେବ। ଆଉ ସେହି ଆବାସ ଉପରେ ଆଚ୍ଛାଦନ ଥକ ତମ୍ବୁ ନିମନ୍ତେ ଛାଗଲୋମର 11 ଯବନିକା ପ୍ରସ୍ତୁତ କରିବ। ସେ ପ୍ରତ୍ୟେକ ଯବନିକାର ଦୀର୍ଘତା 30 ହସ୍ତ ଓ ପ୍ରସ୍ଥତା 4 ହସ୍ତ। ଏହି 11 ଯବନିକାର ଏକ ପରିମାଣ ହେବ। ଏ ଉତ୍ତାରେ 5 ଯବନିକା ପରସ୍ପର ଯୋଡ଼ି ପୃଥକ ରଖିବ ଓ ଅନ୍ୟ 6 ଯବନିକା ପୃଥକ ରଖିବ। ପୁଣି ଏମାନଙ୍କ ମଧ୍ୟରୁ 6ଠ ଯବନିକା ଦୋହରା କରି ତମ୍ବୁ ସମ୍ମୁଖରେ ରଖିବ। ଆଉ ଯୋଡ଼ା ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ 50 ଗୁଣ୍ଡିଘରା କରିବ ଓ ଦ୍ୱିତୀୟ ଯବନିକାର ଯୋଡ଼ା ସ୍ଥାନ ଧଡ଼ିରେ 50 ଗୁଣ୍ଡିଘରା କରିବ। ଆଉ ପିତ୍ତଳର 50 ଗୁଣ୍ଡି କରି ସେ ଗୁଣ୍ଡିଘରାରେ ପ୍ରବେଶ କରାଇ ତମ୍ବୁ ଯୋଡ଼ିବ। ତହିଁରେ ଏହା ଏକ ତମ୍ବୁ ହେବ। ସେହି ତମ୍ବୁ ଯବନିକାର ଅତିରିକ୍ତ ଅଂଶ, ଅର୍ଥାତ୍ ଯେଉଁ ଅର୍ଦ୍ଧ ଯବନିକା ଅତିରିକ୍ତ ଥିବ, ତାହା ଆବାସର ପଶ୍ଚାତ୍ ପାର୍ଶ୍ୱରେ ଓହଳି ରହିବ। ଆଉ ତମ୍ବୁ ଯବନିକାର ଦୀର୍ଘତାର ଯେଉଁ ଅଂଶ ଏ ପାର୍ଶ୍ୱରେ 1 ହସ୍ତ ଓ ସେ ପାର୍ଶ୍ୱରେ 1 ହସ୍ତ ଅତିରିକ୍ତ ରହିବ, ତାହା ଆବାସର ଏ ପାର୍ଶ୍ୱ ସେ ପାର୍ଶ୍ୱରେ ଆଚ୍ଛାଦନାର୍ଥେ ଝୁଲିବ। ଏ ଉତ୍ତାରେ ତୁମେ ରକ୍ତୀକୃତ ମେଷ ଚର୍ମରେ ତମ୍ବୁର ଏକ ଛାତ କରିବ, ଆଉ ତହିଁ ଉପରେ ଶିଶୁକ ଚର୍ମରେ ଏକ ଛାତ କରିବ। ଅନନ୍ତର ତୁମେ ଆବାସ ନିମନ୍ତେ ସିଟିମ୍ କାଷ୍ଟର ଠିଆ ପଟା ପ୍ରସ୍ତୁତ କରିବ। ଏକ ପଟା 10 ହସ୍ତ ଦୀର୍ଘ ଓ 1.5 ହସ୍ତ ପ୍ରସ୍ଥ ହେବ। ତହିଁର ପରସ୍ପର ଅନୁରୂପ 2 ପାଦ କରିବ। ଏହି ରୂପେ ଆବାସର ସମସ୍ତ ପଟା ନିମନ୍ତେ ପ୍ରସ୍ତୁତ କରିବ। ଆଉ ଆବାସ ନିମନ୍ତେ ଯେ ସବୁ ପଟା କରିବ, ସେ ମଧ୍ୟରୁ ଦକ୍ଷିଣ ଦିଗରେ ଦକ୍ଷିଣ ପାର୍ଶ୍ୱ ନିମନ୍ତେ 20 ପଟା, ପୁଣି ସେହି 20 ପଟା ତଳେ 40 ରୂପାର ଚୁଙ୍ଗି କରିବ। ଏକ ପଟା ତଳେ ତହିଁର 2 ପଦ ନିମନ୍ତେ 2 ଚୁଙ୍ଗି ଓ ଅନ୍ୟାନ୍ୟ ପଟା ତଳେ ମଧ୍ୟ ସେମାନଙ୍କର 2 ପଦ ନିମନ୍ତେ 2 ଚୁଙ୍ଗି ହେବ। ପୁଣି ଆବାସର ଅନ୍ୟ ପାର୍ଶ୍ୱ ନିମନ୍ତେ ଉତ୍ତର ଦିଗରେ 20 ପଟା ହେବ। ଏକ ପଟା ତଳେ 2 ଚୁଙ୍ଗି ଓ ଅନ୍ୟାନ୍ୟ ପଟା ତଳେ 2 ଚୁଙ୍ଗି। ଏ ରୂପେ ରୂପାର 40 ଚୁଙ୍ଗି ହେବ। ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱ ନିମନ୍ତେ 6 ଖଣ୍ଡ ପଟା ହେବ। ପୁଣି ଆବାସର ସେହି ପଶ୍ଚାତ୍ ଭାଗର 2 କୋଣରେ 2 ଖଣ୍ଡ ପଟା ହେବ। ପୁଣି ତହିଁ ତଳେ ଯୋଡ଼ା ହେବ ଓ ସେହି ରୂପେ ତହିଁ ମୁଣ୍ଡରେ ପ୍ରଥମ କଡ଼ା ନିକଟରେ ଯୋଡ଼ା ହେବ। ଏ ରୂପେ 2ରେ ହେବ। ତାହା ସବୁ 2 କୋଣ ନିମନ୍ତେ ହେବ। ତହିଁର ପଟା 8 ଖଣ୍ଡ ହେବ ଓ ତହିଁର 16 ରୂପା ଚୁଙ୍ଗି ହେବ। ଏକ ପଟା ତଳେ 2 ଚୁଙ୍ଗି ଓ ଅନ୍ୟାନ୍ୟ ପଟା ତଳେ 2 ଚୁଙ୍ଗି ହେବ। ଆଉ ତୁମେ ସିଟମ୍ କାଷ୍ଟର ଅର୍ଗଳ ପ୍ରସ୍ତୁତ କରିବ। ଆବାସର ଏକ ପାର୍ଶ୍ୱସ୍ଥ ପଟାରେ 5 ଅର୍ଗଳ ଓ ଅନ୍ୟ ପାର୍ଶ୍ୱସ୍ଥ ପଟାରେ 5 ଅର୍ଗଳ ଓ ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱର ପଟାରେ 5 ଅର୍ଗଳ ଦେବ। ପୁଣି ମଧ୍ୟସ୍ଥିତ ଅର୍ଗଳ ପଟାର ମଧ୍ୟଦେଶରେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ପାଇବ। ଆଉ ସେହିସବୁ ପଟା ସୁବର୍ଣ୍ଣରେ ମଡ଼ାଇବ ଓ ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣ କଡ଼ା କରିବ। ପୁଣି ଅର୍ଗଳ ସକଳ ସୁବର୍ଣ୍ଣରେ ମଡ଼ାଇବ। ଏହି ପ୍ରକାର ଆବାସର ଯେଉଁ ଆଦର୍ଶ ପର୍ବତରେ ତୁମକୁ ପ୍ରଦର୍ଶିତ ହୋଇଅଛି, ତଦନୁସାରେ ତାହା ପ୍ରସ୍ତୁତ କରିବ। ଆଉ ତୁମେ ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ, ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷମ ସୂତ୍ରରେ ଏକ ବିଚ୍ଛେଦ ବସ୍ତ୍ର ପ୍ରସ୍ତୁତ କରିବ। ତାହା ନିପୁଣ ଶିଳ୍ପାକାରର କର୍ମରେ କିରୁବଗଣର ଆକୃତି ବିଶିଷ୍ଟ କରାଯିବ। ତୁମେ ତାହା ସୁବର୍ଣ୍ଣରେ ମଡ଼ାଇ ସିଟିମ୍ କାଷ୍ଟର 4 ସ୍ତମ୍ଭ ଉପରେ ଟଙ୍ଗାଇବ। ପୁଣି ରୂପାର 4 ଚୁଙ୍ଗି ଉପରେ ସେମାନଙ୍କର ସ୍ୱର୍ଣ୍ଣର ଆଙ୍କଡ଼ା ସବୁ ବସାଇଦେବ।
ପୁଣି ଘୁଣ୍ଡି ସବୁର ତଳେ ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେ ବିଚ୍ଛେଦ ବସ୍ତ୍ର ମଧ୍ୟକୁ ସାକ୍ଷ୍ୟ ରୂପ ସିନ୍ଧୁକ ଆଣିବ। ତହିଁରେ ସେ ବିଚ୍ଛେଦ ବସ୍ତ୍ର ପବିତ୍ର ସ୍ଥାନ ଓ ମହାପବିତ୍ର ସ୍ଥାନ ମଧ୍ୟରେ ଭେଦକ ହେବ। ଆଉ ତୁମ୍ଭେ ମହାପବିତ୍ର ସ୍ଥାନରେ ସାକ୍ଷ୍ୟ ସିନ୍ଧୁକ ଉପରେ ପାପାଚ୍ଛେଦନ ରଖିବ। ବିଚ୍ଛେଦ ବସ୍ତ୍ରର ବାହାରେ ମେଜ ରଖିବ ଓ ମେଜ ସମ୍ମୁଖରେ ଆବାସର ଦକ୍ଷିଣ ଦିଗରେ ଦୀପ ବୃକ୍ଷ ରଖିବ ଓ ଉତ୍ତର ଦିଗରେ ମେଜ ରଖିବ। ପୁଣି ଆବାସର ଦ୍ୱାର ନିମନ୍ତେ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷମ ସୂତ୍ର ନିର୍ମିତ ଚିତ୍ର ବିଚିତ୍ର ଏକ ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରିବ। ସେହି ଆଚ୍ଛାଦନ ବସ୍ତ୍ର ନିମନ୍ତେ 5 ଗୋଟି ସିଟିମ୍ କାଷ୍ଠର ସ୍ତମ୍ଭ ନିର୍ମାଣ କରି ସ୍ୱର୍ଣ୍ଣ ମଡ଼ାଇବ। ପୁଣି ସ୍ୱର୍ଣ୍ଣରେ ତହିଁର ଆଙ୍କଡ଼ା କରିବ ଓ ତହିଁ ନିମନ୍ତେ ପିତ୍ତଳର 5 ଚୁଙ୍ଗି ଢାଳିବ।